ଜୟ ଜଗନ୍ନାଥ। ଆଜି ମୁଁ ମୋହନ ମାଝୀଙ୍କି କିଛି ଅନୁରୋଧ କରୁଛି। ସରକାର, ଆପଣ ଯଦି ପ୍ରଦୂଷଣ ନାଁରେ କିଛି କରିବା ପାଇଁ ଚାହୁଁଛନ୍ତି ତାହେଲେ ଏଇ ଗରିବ ଗୁରୁବାଙ୍କ ପେଟକୁ ମାରିକି କିଛି କରନ୍ତୁ ନାହିଁ। ଆପଣଙ୍କ ପାଖରେ ଯଦି ସାମର୍ଥ୍ୟ ଅଛି ଆପଣ ନେତା ମନ୍ତ୍ରୀଙ୍କ ପାଖରେ ଲାଗନ୍ତୁ। ସେମାନଙ୍କର 10-10ଟା ଗାଡ଼ି ଅଛି, ସେଥିରେ ପ୍ରଦୂଷଣ ହେଉନି। ସେମାନଙ୍କର କଳକାରଖାନା ଅଛି, ସେଥିରେ ପ୍ରଦୂଷଣ ହେଉନି। ଏ ଗରିବ ଗୁରୁବା ଗୋଟେ ବାଇକ୍ଟେ କରୁଛି, ତା ଦେହରେ ପ୍ରଦୂଷଣ ବଢ଼ିଯାଉଛି। ଗୋଟେ ଗରିବଟେ ଯଦି ପ୍ରଦୂଷଣ ସାର୍ଟିଫିକେଟ୍ କାଢ଼ିବା ପାଇଁ ଯାଉଛି, ସେଠି ଫାଇନ୍ ଦେଖୁଛି, ତା'ର ହେଇଯାଉଛି ଗୋଟେ 30,000 ବାଇକ୍, ସେ ହେଇଯାଉଛି 35,000 ଫାଇନ୍। କେମିତି ହେଲା? ନେତା ମନ୍ତ୍ରୀ କ'ଣ ଗାଡ଼ି 60ରୁ ସ୍ପିଡ଼ ଅଧିକ ଚଲାଉନାହାନ୍ତି? ତାଙ୍କର ତାଙ୍କ ପୁଅର ଗୋଟେ ଗାଡ଼ି, ତାଙ୍କ ଝିଅର ଗୋଟେ ଗାଡ଼ି, ତାଙ୍କର ଗୋଟେ ଗାଡ଼ି, ତାଙ୍କ ୱାଇଫ୍ଙ୍କର ଗୋଟେ ଗାଡ଼ି, ତାଙ୍କର ସେଥିରେ କିଛି ପ୍ରଦୂଷଣ ନାହିଁ। କାହିଁକି ନା ସେ ନେତା ମନ୍ତ୍ରୀ। ଏ ଚାଷୀଟେ ଗୋଟେ ବାଇକ୍ଟେ କରିଛି, ତା'ର ପ୍ରଦୂଷଣ ସିଏ ଯଦି କିଛି ବି ଏମର୍ଜେନ୍ସିରେ 60ରୁ ଅଧିକ ସ୍ପିଡ଼ ଚଲାଉଛି, ତା'ର ମାନେ ଫାଇନ୍ ପଡ଼ିଯାଉଛି। କିନ୍ତୁ ଏମାନଙ୍କର କାହାର ଫାଇନ୍ ପଡ଼ୁନି। ଆପଣ ଦେଖନ୍ତୁ, ମୋହନ ସରକାର, ଆପଣ ଦେଖନ୍ତୁ କେତେ ଜାଗାରେ ନେତା ମନ୍ତ୍ରୀମାନେ ତାଙ୍କ ଛୁଆମାନେ କେତେ ଆକ୍ସିଡେଣ୍ଟ କରି କେତେ ଗରିବ ଗୁରୁବାଙ୍କୁ ମାରି ଦେଉଛନ୍ତି। ଆଜି ଯେଉଁ ପ୍ରଦୂଷଣ ନାଁରେ ଚାଷୀମାନଙ୍କୁ ଯେଉଁ ପେଟକୁ ମାରୁଛନ୍ତି, କାହିଁକି ମାରୁଛନ୍ତି? ତାଙ୍କର ଆଜି ଇଟା ଭାଟିଟେ ବନ୍ଦ କରିଦେଲେ ପ୍ରଦୂଷଣ ବନ୍ଦ ହୋଇଯିବ। ନେତା ମନ୍ତ୍ରୀମାନଙ୍କର ବହୁତ କଳକାରଖାନା ଅଛି, ତ ଆପଣ ସେଠି ବନ୍ଦ କରନ୍ତୁ ନା। ନେତା ମନ୍ତ୍ରୀମାନଙ୍କର 10-10ଟା ଗାଡ଼ି ଅଛି, ତ ସେଠି ବା ଆପଣ ପ୍ରଦୂଷଣ ଲଗାନ୍ତୁ ନା। ଗୋଟେ ଗୋଟେ ନେତାଙ୍କର ସ୍କୁଲରେ ଲାଗିଛି 10-10ଟି ବସ୍, ସେଠି ଆପଣ ପ୍ରଦୂଷଣ ଲଗାନ୍ତୁ ନା। ତାଙ୍କର ବସ୍ ଲାଗିବ, କିନ୍ତୁ ତାଙ୍କ ଛୁଆମାନେ କେହି ଗଭର୍ଣ୍ଣମେଣ୍ଟ ସ୍କୁଲରେ ପଢ଼ିବେନି, ତାଙ୍କ ଛୁଆମାନେ ପ୍ରାଇଭେଟ୍ ସ୍କୁଲରେ ପଢ଼ିବେ। ଏ ଗରିବମାନଙ୍କ ପାଇଁ ଏତେ ସବୁ ପ୍ରଦୂଷଣ କାହିଁକି? ଆପଣ କାହିଁକି ମୋହନ ସରକାର ଏମିତି କରୁଛନ୍ତି? ମୁଁ ଡାଇରେକ୍ଟ ଆପଣଙ୍କୁ କହୁଛି, ମୋହନ ସରକାର, ଆପଣ ବିଜେପି ସରକାର ହୁଅନ୍ତୁ କି ସେ ବିଜେଡ଼ି ସରକାର ହୁଅନ୍ତୁ କି କଂଗ୍ରେସ ସରକାର ବି ଯିଏ ବି ହୁଅନ୍ତୁ, ଯିଏ ବି ଆଜି ସରକାରରେ ଥାନ୍ତା, ମୁଁ ତାଙ୍କୁ କହିଥାନ୍ତି, ଆପଣ ଯେଉଁ କାମ ଆଜି କରୁଛନ୍ତି, ଆପଣ ବିକାଶ ନାଁରେ ଅବିବିକାଶ କରୁଛନ୍ତି। କିଛି ଠିକ୍ କରୁନାହାନ୍ତି ଆପଣ ସରକାର। ଆପଣ ହୁଏତ ଆପଣ ଭାବୁଛନ୍ତି ମୁଁ ଠିକ୍ କରୁଛି, ଫାଇନ୍ ଲଗେଇକିରି ପ୍ରଦୂଷଣ ରୋକିଦେବେ। ରୋକିବାର ଅଛି, କଳକାରଖାନା ରୋକିକିରି ଦେଖାନ୍ତୁ, ଆମେ ଜାଣିବୁ ହଁ ଠିକ୍ ସରକାର। ଆପଣ ମୋଦି ସରକାରଙ୍କୁ ବି କୁହନ୍ତୁ, ଏ ସରକାର ଯଦି ଆଜି ଆମ ଗରିବ ଗୁରୁବା ପାଇଁ କିଛି କରିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣ ବନ୍ଦ କରିକି ଦେଖାନ୍ତୁ, ଆମେ ଜାଣିବୁ ହଁ ଆପଣ କିଛି କଲେ। ଆଉ ଏ ଚୁଡ଼ା, ଚାଉଳ, ଚିନି, ଗହମ ଏଇମାନଙ୍କରେ ଟ୍ୟାକ୍ସ ଲଗେଇକି ତ ଆପଣ ଶୋଷଣ କରୁଛନ୍ତି ଆମଠୁ। ଆଜି କାଢ଼ି ଦେଇଛନ୍ତି ପ୍ରଦୂଷଣ। ପ୍ରଦୂଷଣ କ'ଣ? ପ୍ରଦୂଷଣ କଳକାରଖାନାରେ ପ୍ରଦୂଷଣ ହେଉନି, ଇଟା ଭାଟିରେ ପ୍ରଦୂଷଣ ହେଇଯାଉଛି। ଗୋଟେ ଗରିବଟେ ତା ଝିଅ ବାହା କରିବା ପାଇଁ ଇଟା ଭାଟିଟେ କରେ। ଗୋଟେ ଚାଷୀଟେ ଚାଷରୁ ପେଟ ପୁରେନି, ଚାଷ କାମ ସରିବା ପରେ ସେ ଇଟା ଭାଟିଟେ କରେ ଖରାଦିନ ଆସିଲେ। କାହିଁକି ନା ଚାଷରେ ପେଟ ପୁରେନି। ଚାଷ କାମରେ ପେଟ ପୁରେ ନାହିଁ ବୋଲି ଇଟା ଭାଟିଟେ କରେ। ତା ଝିଅ ବାହା କିଛି ପଇସା ଇନକମ୍ ହେଲେ ମୁଁ ମୋ ଝିଅ ବାହାର କରିବି, କିମ୍ବା ମୋ ପୁଅକୁ ପାଠ ପଢ଼େଇବି, କିମ୍ବା ମୁଁ ଘର ଖଣ୍ଡେ କରିପାରିବି। ତ ସେଠି ଆପଣ ପ୍ରଦୂଷଣ ବାହାରି ପଡ଼ିଲା। ଯେଉଁ ନେତା ମନ୍ତ୍ରୀମାନଙ୍କର 10-10ଟା ଗାଡ଼ି, ବସ୍, ଟ୍ରକ୍ କିମ୍ବା କଳକାରଖାନା ଅଛି, ତ ସେଠି ଆପଣ କିଛି କରୁନାହାନ୍ତି କାହିଁକି? ଆପଣ ସେଠି କରନ୍ତୁ ନା। ମୁଁ ଅନୁରୋଧ କରୁଛି ଆପଣଙ୍କୁ, ସରକାର, ବିଜେପି ସରକାରକୁ, ଆପଣ ସେଠି କରନ୍ତୁ, ଆମେ ଜାଣିବୁ ଆପଣ ଆମ ପାଇଁ କିଛି କଲେ। ରହୁଛି ଆଜ୍ଞା, ନମସ୍କାର।